ଆଜି ଆମେ ଜାଣିବା ଭାରତ ଉପରେ ବୈଦେଶିକ ଆକ୍ରମଣ ବିଷୟରେ। ଆମେ ସମସ୍ତେ ତ ମୌର୍ଯ୍ୟ ସାମ୍ରାଜ୍ୟ ବିଷୟରେ ଶୁଣିଛେ, କେତେ ବଡ଼ ଆଉ କେତେ ଶକ୍ତିଶାଳୀ ଥିଲା। କିନ୍ତୁ ଯେତେବେଳେ ଏତେ ବଡ଼ ଗୋଟେ ସାମ୍ରାଜ୍ୟର ପତନ ହୁଏ, ସେତେବେଳେ କ'ଣ ହୁଏ? ଠିକ୍ ସେମିତି ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ଗୋଟେ ଶକ୍ତିଶୂନ୍ୟତା ସୃଷ୍ଟି ହେଲା। ଆଉ ଏହି ସୁଯୋଗର ଫାଇଦା ଉଠାଇ ବାହାରୁ ବହୁତ ଶକ୍ତି ଭାରତ ଉପରେ ଆକ୍ରମଣ କରିବାକୁ ଆସିଲେ। ଚାଲନ୍ତୁ ସେହି ବିଷୟରେ ଆହୁରି ଭଲ ଭାବରେ ଜାଣିବା। ସେହି ସମୟକୁ ହିଁ ମାନେ ମୌର୍ଯ୍ୟ ସାମ୍ରାଜ୍ୟ ପରର ସମୟକୁ ଇତିହାସରେ ମୌର୍ଯ୍ୟ ପରବର୍ତ୍ତୀ ଯୁଗ ବୋଲି କୁହାଯାଏ। ଏହା ଗୋଟେ ପରିବର୍ତ୍ତନର ସମୟ ଥିଲା, ଯେତେବେଳେ ମଧ୍ୟ ଏସିଆରୁ ଅନେକ ଗୋଷ୍ଠୀ ଭାରତ ଭିତରକୁ ଆସି ନିଜର ଶାସନ ସ୍ଥାପନ କରିଥିଲେ। ତେବେ ଏହି ସମୟରେ କେଉଁ କେଉଁ ବିଦେଶୀ ଶକ୍ତି ଭାରତ ଆସିଥିଲେ? ଚାଲନ୍ତୁ ଗୋଟିଏ ପରେ ଗୋଟିଏ ସେମାନଙ୍କର ଆସିବାର କ୍ରମ ଅନୁସାରେ ହିଁ ବୁଝିବା। ମୋଟାମୋଟି ଭାବେ 4ଟି ପ୍ରମୁଖ ବିଦେଶୀ ଶକ୍ତି ଆସିଥିଲେ। ଦେଖନ୍ତୁ, ଏଇଟା ହେଉଛି ଆମର ରୋଡମ୍ୟାପ୍। ପ୍ରଥମେ ଆସିଲେ ଇଣ୍ଡୋ ଗ୍ରୀକ୍, ତାପରେ ଶକ, ତାଙ୍କୁ ପରେ ପାର୍ଥିଆନ୍, ଆଉ ଶେଷରେ ଆସିଲେ ସବୁଠୁ ପାୱାରଫୁଲ୍ କୁଷାଣ। ଚାଲନ୍ତୁ ପ୍ରଥମେ ଇଣ୍ଡୋ ଗ୍ରୀକ୍ଙ୍କଠାରୁ ଆରମ୍ଭ କରିବା। ତାହେଲେ ଏହି ଇଣ୍ଡୋ ଗ୍ରୀକ୍ ମାନେ କେଉଁଠାରୁ ଆସିଲେ? ଏମାନେ ଥିଲେ ମୌର୍ଯ୍ୟମାନଙ୍କ ପରେ ପ୍ରଥମ ବିଦେଶୀ ଯେଉଁମାନେ କି ଭାରତ ଉପରେ ଆକ୍ରମଣ କରିଥିଲେ। ଆଉ ସେମାନେ ଆସିଥିଲେ ମଧ୍ୟ ଏସିଆର ବ୍ୟାକ୍ଟ୍ରିଆ ଅଞ୍ଚଳରୁ। ଇଣ୍ଡୋ ଗ୍ରୀକ୍ମାନଙ୍କ ଭିତରୁ ସବୁଠାରୁ ପ୍ରସିଦ୍ଧ ରାଜା ଥିଲେ ମିନାଣ୍ଡର। ତାଙ୍କୁ ମିଳିନ୍ଦ ବୋଲି ବି ଡକାଯାଉଥିଲା। କିନ୍ତୁ ତାଙ୍କର ସବୁଠାରୁ ବଡ଼ ଅବଦାନ କ'ଣ ଜାଣନ୍ତି? ସେ ହିଁ ଭାରତରେ ପ୍ରଥମ ଥର ପାଇଁ ସୁନା ମୁଦ୍ରା ମାନେ ଗୋଲ୍ଡ କଏନ୍ ପ୍ରଚଳନ କରିଥିଲେ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ମିଳିନ୍ଦପନ୍ନ ବୋଲି ଗୋଟେ ବହି ଅଛି, ଯେଉଁଥିରେ ରାଜା ମିଳିଣ୍ଡ ଏବଂ ବୌଦ୍ଧ ସନ୍ନ୍ୟାସୀ ନାଗସେନଙ୍କ ଭିତରେ କିଛି ଦାର୍ଶନିକ ପ୍ରଶ୍ନ ଉତ୍ତର ବିଷୟରେ ଲେଖା ହେଇଛି। ଆଚ୍ଛା, ଇଣ୍ଡୋଗ୍ରୀକ୍ଙ୍କ ପରେ ଆସିଲେ ଶକମାନେ। ଏମାନେ ମଧ୍ୟ ଏସିଆରୁ ଆସିଥିବା ଗୋଟିଏ ଯାଯାବର ଜନଜାତି ଥିଲେ। ଶକମାନଙ୍କ ସହିତ ଜଡ଼ିତ ଗୋଟେ ବହୁତ ବଡ଼ ଐତିହାସିକ କାହାଣୀ ଅଛି। ଖ୍ରୀଷ୍ଟପୂର୍ବ 57ରେ ମାନେ ଯୀଶୁଙ୍କ ଜନ୍ମର 57 ବର୍ଷ ପୂର୍ବରୁ ଉଜ୍ଜୟିନୀର ଜଣେ ରାଜା ଥିଲେ ବିକ୍ରମାଦିତ୍ୟ। ସେ ଶକମାନଙ୍କୁ ହରାଇ ଦେଇଥିଲେ। ଆଉ ସେ ଯେଉଁ ଜିତିଲେ, ସେହି ବିଜୟର ସ୍ମୃତିରେ ସେ ବିକ୍ରମ ସମ୍ବତ ନାଁରେ ଗୋଟେ ନୂଆ କ୍ୟାଲେଣ୍ଡର ଆରମ୍ଭ କଲେ। ଏମାନଙ୍କର ଆଉ ଜଣେ ପ୍ରସିଦ୍ଧ ରାଜା ଥିଲେ ରୁଦ୍ରଦାମନ, ଯିଏ ମୌର୍ଯ୍ୟମାନେ ତିଆରି କରିଥିବା ସୁଦର୍ଶନ ହ୍ରଦର ମରାମତି କରିଥିଲେ। ଓକେ, ତେବେ ଇଣ୍ଡୋ ଗ୍ରୀକ୍ ଗଲେ, ଶକ ଗଲେ। 3 ନମ୍ବରରେ ଆସିଲେ ପାର୍ଥିଆନ୍ ମାନେ। ତାଙ୍କୁ ପହଲବ ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏଠି ଗୋଟେ ଟ୍ୱିଷ୍ଟ ଅଛି। ଏମାନେ ମଧ୍ୟ ଏସିଆରୁ ନୁହେଁ, ଏମାନେ ଇରାନରୁ ଆସିଥିଲେ। ପାର୍ଥିଆନ୍ମାନଙ୍କର ସବୁଠାରୁ ପ୍ରସିଦ୍ଧ ରାଜା ଥିଲେ ଗଣ୍ଡଫର୍ନିସ୍। ଆଉ ତାଙ୍କ ସମୟରେ ଗୋଟେ ବହୁତ ବଡ଼ ଘଟଣା ଘଟିଥିଲା। ଯୀଶୁଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ ସେଣ୍ଟ ଥମାସ ଖ୍ରୀଷ୍ଟ ଧର୍ମର ପ୍ରଚାର କରିବା ପାଇଁ ପ୍ରଥମ ଥର ପାଇଁ ଭାରତ ଆସିଥିଲେ। ଏବେ ଆସିଲା ଶେଷ କିନ୍ତୁ ସବୁଠାରୁ ଶକ୍ତିଶାଳୀ ବଂଶର ପାଳି। ପାର୍ଥିଆନ୍ଙ୍କ ପରେ ଆସିଲେ କୁଷାଣମାନେ। ଏହି 4ଟି ବଂଶ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଥିଲେ ଏହି କୁଷାଣମାନେ। କୁଷାଣ ବଂଶର ସବୁଠାରୁ ମହାନ ସମ୍ରାଟ ଥିଲେ କନିଷ୍କ। ସେ 78 ଖ୍ରୀଷ୍ଟାବ୍ଦରେ ତାଙ୍କର ରାଜ୍ୟାଭିଷେକ ସମୟରେ ଶକ ସମ୍ବତ ଆରମ୍ଭ କରିଥିଲେ। ତାଙ୍କ ଦରବାରରେ ଚରକ ନାମରେ ଜଣେ ମହାନ ବୈଦ୍ୟ ଥିଲେ, ଯିଏକି ଚରକ ସଂହିତା ଲେଖିଥିଲେ, ଯାହାକି ଆୟୁର୍ବେଦର ଗୋଟିଏ ବହୁତ ବଡ଼ ଗ୍ରନ୍ଥ। ଆଉ କୁଷାଣମାନଙ୍କ ସମୟରେ ଗାନ୍ଧାର କଳାରେ ମଧ୍ୟ ବହୁତ ବିକାଶ ହୋଇଥିଲା। ଯଦି ଏହି ଭିଡ଼ିଓଟା ଭଲ ଲାଗିଥାଏ, ତାହେଲେ ଲାଇକ୍, କମେଣ୍ଟ, ସେୟାର ନିଶ୍ଚିତ କରନ୍ତୁ। ଆଚ୍ଛା, ଏବେ ଏଥିରେ ବହୁତ ଦ୍ୱନ୍ଦ୍ୱ ହୁଏ, ବିକ୍ରମ ସମ୍ବତ ଆଉ ଶକ ସମ୍ବତ। ମନେ ରଖନ୍ତୁ, ବିକ୍ରମ ସମ୍ବତ ହେଉଛି ଖ୍ରୀଷ୍ଟପୂର୍ବ 57 ରାଜା ବିକ୍ରମାଦିତ୍ୟଙ୍କ ଦ୍ୱାରା, ଆଉ ଶକ ସମ୍ବତ ହେଉଛି ଖ୍ରୀଷ୍ଟାବ୍ଦ 87 ରାଜା କନିଷ୍କଙ୍କ ଦ୍ୱାରା। ଗୋଟିଏ ହେଉଛି BC ଆଉ ଗୋଟିଏ ହେଉଛି AD। ଏତିକି ମନେ ରଖିଲେ ଆଉ ଦ୍ୱନ୍ଦ୍ୱ ହେବ ନାହିଁ। ଚାଲନ୍ତୁ ଏବେ କିଛି ମଜାଦାର ତଥ୍ୟ ଜାଣିବା, ଯାହା ଶୁଣିଲେ ଆପଣମାନଙ୍କୁ ବହୁତ ଭଲ ଲାଗିବ। ଏହି ସଂଖ୍ୟାଟିକୁ ଦେଖନ୍ତୁ, 78 ଖ୍ରୀଷ୍ଟାବ୍ଦ। ଏଥିରେ ଏମିତି କ'ଣ ଖାସ୍ ଅଛି? ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କନିଷ୍କ ଯେଉଁ ଶକ ସମ୍ବତ 78 ଖ୍ରୀଷ୍ଟାବ୍ଦରେ ଆରମ୍ଭ କରିଥିଲେ, ସେଇଟା ଆଜି ଆମ ଭାରତର ଜାତୀୟ କ୍ୟାଲେଣ୍ଡର, ମାନେ ଆମର ସରକାରୀ କ୍ୟାଲେଣ୍ଡର। ଦେଖିଲେ ଇତିହାସ କେମିତି ଆଜି ବି ଆମ ଜୀବନ ସହିତ ଯୋଡ଼ି ହୋଇ ରହିଛି। ଆଉ ସେଇ ଯେଉଁ ଗାନ୍ଧାର କଳାର କଥା ଆମେ କହୁଥିଲେ, ସେଇଟା ବହୁତ ଅଦ୍ଭୁତ ଥିଲା। ତାକୁ ବୁଝିବା ପାଇଁ କୁହାଯାଏ, ଗାନ୍ଧାର କଳାର ଆତ୍ମା ଥିଲା ଭାରତୀୟ, କିନ୍ତୁ ଶରୀର ଥିଲା ୟୁନାନୀ। ମାନେ ବିଷୟବସ୍ତୁ ଥିଲା ଭାରତୀୟ, ଯେମିତିକି ବୁଦ୍ଧଙ୍କ ମୂର୍ତ୍ତି, କିନ୍ତୁ ତାକୁ ତିଆରି କରିବାର ଶୈଳୀ ଥିଲା ୟୁନାନୀ ବା ଗ୍ରୀକ୍ ଶୈଳୀ। ଠିକ୍ ଅଛି, ବହୁତ କଥା ହେଲାଣି। ଚାଲନ୍ତୁ ଜଲ୍ଦି ଗୋଟେ ଛୋଟ ରିକ୍ୟାପ୍ କରିନେବା, ଯେମିତି ସବୁ କଥା ଆଉ ଥରେ ମନେ ପଡ଼ିଯିବ। ତେବେ କ୍ରମଟା ମନେ ରଖନ୍ତୁ। ନମ୍ବର 1 ଇଣ୍ଡୋ ଗ୍ରୀକ୍, ପ୍ରଥମେ ଆସିଲେ ଆଉ ସୁନା ମୁଦ୍ରା ଦେଲେ। ନମ୍ବର 2 ଶକ, ତାଙ୍କ ହାରିବାରୁ ବିକ୍ରମ ସମ୍ବତ ଆରମ୍ଭ ହେଲା। ନମ୍ବର 3 ପାର୍ଥିଆନ୍, ତାଙ୍କ ସମୟରେ ସେଣ୍ଟ ଥୋମାସ ଆସିଲେ। ଆଉ ନମ୍ବର 4 କୁଷାଣ, ସବୁଠୁ ଶକ୍ତିଶାଳୀ କନିଷ୍କ ଶକ ସମ୍ବତ ଆରମ୍ଭ କଲେ। ସିମ୍ପୁଲ
ଆସନ୍ତୁ ଦେଖିବା ଏହି ଟପିକ୍ରୁ ଆସୁଥିବା କିଛି ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଯାହା ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ପ୍ରଶ୍ନ, ଭାରତରେ ପ୍ରଥମ ଥର ପାଇଁ ଗୋଲ୍ଡ କଏନ୍ ବା ସ୍ୱର୍ଣ୍ଣ ମୁଦ୍ରା କିଏ ପ୍ରଚଳନ କରିଥିଲେ? ମନେ ପକାନ୍ତୁ। ହଁ, ସଠିକ ଉତ୍ତର ହେଉଛି ଇଣ୍ଡୋ ଗ୍ରୀକ୍। ଏବେ ଆଉ ଗୋଟେ ପ୍ରଶ୍ନ, ମିଳିନ୍ଦ ପହ୍ନ ଗ୍ରନ୍ଥରେ କେଉଁ ରାଜାଙ୍କ ବିଷୟରେ ଅଛି? ଉତ୍ତର ହେଉଛି ମିନାଣ୍ଡର। ଏହି ପ୍ରଶ୍ନଗୁଡ଼ିକ ଏସ୍ଏସ୍ସି ସିଜିଏଲ୍ ଏବଂ ଓଏସ୍ଏସ୍ସି ପରୀକ୍ଷାରେ ପ୍ରାୟ ସମୟରେ ଆସେ। ଓକେ, ପରବର୍ତ୍ତୀ ପ୍ରଶ୍ନ, ଚରକ ସଂହିତା କିଏ ଲେଖିଥିଲେ ଆଉ ସେ କାହାର ରାଜବୈଦ୍ୟ ଥିଲେ? ବହୁତ ସହଜ, ଚରକ। ଆଉ ସେ କନିଷ୍କଙ୍କର ରାଜବୈଦ୍ୟ ଥିଲେ। ଆଚ୍ଛା କହିଲେ, ଗାନ୍ଧାର କଳାର ବିକାଶ କେଉଁ ସମୟରେ ହୋଇଥିଲା? ହଁ, କୁଷାଣମାନଙ୍କ ସମୟରେ। ଏଟା ସିଟି ଏବଂ ରେଲୱେ ପରୀକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଚ୍ଛା, ଏବେ କୁହନ୍ତୁ, ସେଣ୍ଟ ଥମସ କାହାର ଶାସନ କାଳରେ ଭାରତ ଆସିଥିଲେ? ସଠିକ ଉତ୍ତର ହେଉଛି ପାର୍ଥିଆନ ରାଜା ଗୋଣ୍ଡୋ ଫର୍ନିସ୍। ଶେଷ ପ୍ରଶ୍ନ, ସୁଦର୍ଶନ ହ୍ରଦର ମରାମତି କିଏ କରିଥିଲେ? ଉତ୍ତର ହେଉଛି ଶକ୍-ଶାସକ ରୁଦ୍ରଦାମନ। ଏହି ପ୍ରଶ୍ନଗୁଡ଼ିକ ଖାସ୍ କରି CHSL ପରି ପରୀକ୍ଷାରେ ଦେଖିବାକୁ ମିଳେ। ଏମିତି ଇନଫର୍ମେସନ୍ ଭିଡ଼ିଓ ଦେଖିବା ପାଇଁ ଆଜି ହିଁ ମୋତେ ସବସ୍କ୍ରାଇବ୍ ବା ଫଲୋ କରନ୍ତୁ, ଯାହାଦ୍ୱାରା ଆପଣଙ୍କର କୌଣସି ଟପିକ୍ ମିସ୍ ନ ହେବ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟରେ କୁହନ୍ତୁ ଆଉ ସେୟାର କରନ୍ତୁ। ଦେଖାହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଆଜି ପାଇଁ ଏତିକି।